ଢେଙ୍କାନାଳ ଜିଲ୍ଲା ମହାବୀରୋଡ଼ ଥାନା ବିଡ଼ିବୁଲେଇ ଗାଁ ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ବରଯାତ୍ରୀ ଯାଉଥିବା ବେଳେ ଏକ ବଡ଼ ଅଘଟଣ ଘଟିଯାଇଛି। ଦୁର୍ଘଟଣାରେ ଜଣେ ବରଯାତ୍ରୀ ମୃତ୍ୟୁବରଣ କରିଥିବା ବେଳେ 5 ଜଣ ଗୁରୁତର ହୋଇଛନ୍ତି। ମୃତକ ଜଣକ ପରଜଙ୍ଗ ଥାନା ବସୁଲେଇ ଗାଁର ଭ୍ରମର ବେହେରା। ଅନ୍ୟ ଗୁରୁତର 5 ଜଣ ହେଲେ ବସୁଲେଇ ଗାଁର କମଳ ବେହେରା, ନିଧି ବେହେରା, ବିନୟ ବେହେରା, ପବିତ୍ର ବେହେରା ଏବଂ କାର ଡ୍ରାଇଭର ତପୁ ରାଉତ। ସମସ୍ତଙ୍କୁ ମହାବୀରୋଡ଼ ଥାନା ଗାଡ଼ିରେ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ 3 ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସୂଚନା ଅନୁସାରେ ବସୁଲେଇ ଗାଁରୁ ଏକ ବରଯାତ୍ରୀ ଗାଡ଼ି ପଙ୍ଗାତିରା ଗାଁକୁ ଯାଇଥିଲା। ସେଠାରେ ବିବାହ ସାରି ଏକ ହୋଣ୍ଡା ସିଟି ଗାଡ଼ି ବସୁଲେଇ ଗାଁକୁ ଫେରୁଥିବା ବେଳେ ଅସାବଧାନତା କାରଣରୁ ରାସ୍ତା କଡ଼ରେ ଥିବା ଏକ ବଡ଼ ଶାଳ ଗଛରେ ପିଟି ହୋଇଯାଇଥିଲେ। ଘଟଣାସ୍ଥଳରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ବରଯାତ୍ରୀମାନେ ପଡ଼ିଥିବା ନେଇ ସ୍ଥାନୀୟ ଲୋକମାନେ ପୋଲିସକୁ ଖବର ଦେଇଥିଲେ। ତେବେ 108 ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବାରୁ ସମସ୍ତଙ୍କୁ ପୋଲିସ ଗାଡ଼ି ସହାୟତାରେ ପରଜଙ୍ଗ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ବାହାଘର ଆମ ଭଉଣୀ ଥିଲା ପାଖରେ ଆମେ ବାହାଘର ଫେରିଲା ଶୁଣିଲୁ ଯେ ଗୋଟେ ଗାଡ଼ି ଆବାଜ ହେଲା। ଲୋକ କହିଲେ ନାଇଁ ଗାଡ଼ି ଗୋଟେ ଆକ୍ସିଡେଣ୍ଟ ହେଇଯାଇଛି। ଆମେ ଯେତେବେଳେ ଗଲୁ ଦେଖିଲୁ ଯେ ଗାଡ଼ିଟା କାର୍ରେ ବାଡ଼େଇ ଯାଇଛି। ସେ କୁଲେଇ ଲୋକ ଆମର ମୁହଁରୁ ଯାଇନା ତାକୁ କାଢ଼ିଆ ଫାଡ଼ା କରିନା ଗାଡ଼ିରୁ ତାଡ଼ିଆ ଫାଡ଼ିନା ବାହାର କଲୁ। ବାହାର କଲା ପରେ ଲୋକ 3 ଜଣ ସିରିୟସ୍ ଥିଲେ। ପୋଲିସ ଗାଡ଼ି 3 ଜଣଙ୍କୁ ନେଇକି ଆସିଲା। ମୁହଁରୁ ବିଭୂତି ଆଇକି ଫୋନ୍ କଲି। ବିଭୂତି ଆଇ ଆମର ଗୋଟେ ଲୋକ ଏମିତି ଆକ୍ସିଡେଣ୍ଟ ହେଇଛି। ସେ କହିଲା ତ ପିକଅପ୍ ଲୋକ ନେଇ ସାହାଯ୍ୟ କର। ଗୋଟେ ପିକଅପ୍ରେ ଆଜ୍ଞା ବସେଇନା 3 ଜଣଙ୍କୁ ଆଣିଲି ମେଡ଼ିକାଲରେ ଛାଡ଼ି ଦେଇଛି ପର୍ଯ୍ୟନ୍ତ। ଢେଙ୍କାନାଳରୁ ହରେକୃଷ୍ଣ ରାଉତଙ୍କ ରିପୋର୍ଟ, ଖବର ଓଡ଼ିଶା।